ଜୟ ଜଗନ୍ନାଥ ସାଙ୍ଗମାନେ। ଭାରତର ଇତିହାସର ଏମିତି ଜିକେ ପ୍ରଶ୍ନ ଯାହା ଏକ୍ଜାମରେ ବାରମ୍ବାର ଆସେ, କିନ୍ତୁ 80% ଲୋକ ଭୁଲ ଉତ୍ତର ଦିଅନ୍ତି। ଆଜିର ପ୍ରଶ୍ନ ନମ୍ବର 1, ଭାରତର ପ୍ରଥମ ସଭ୍ୟତା କେଉଁଟି? ଅପସନ୍ ଏ ମୌର୍ଯ୍ୟ ସାମ୍ରାଜ୍ୟ, ଅପସନ୍ ବି ଗୁପ୍ତ ସାମ୍ରାଜ୍ୟ, ଅପସନ୍ ସି ସିନ୍ଧୁ ଘାଟି ସଭ୍ୟତା, ଅପସନ୍ ଡି ମୋଗଲ ସାମ୍ରାଜ୍ୟ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ସି ସିନ୍ଧୁ ଘାଟି ସଭ୍ୟତା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 2, ସିନ୍ଧୁ ଘାଟି ସଭ୍ୟତା କେଉଁ ନଦୀ କୂଳରେ ବିକଶିତ ହୋଇଥିଲା? ଅପସନ୍ ଏ ଗଙ୍ଗା, ଅପସନ୍ ବି ବ୍ରହ୍ମପୁତ୍ର, ଅପସନ୍ ସି ସିନ୍ଧୁ, ଅପସନ୍ ଡି ନର୍ମଦା। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ସି ସିନ୍ଧୁ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 3, ମୌର୍ଯ୍ୟ ସାମ୍ରାଜ୍ୟର ସ୍ଥାପକ କିଏ? ଅପସନ୍ ଏ ଅଶୋକ, ଅପସନ୍ ବି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅପସନ୍ ସି ବିନ୍ଦୁସାର, ଅପସନ୍ ଡି କନିଷ୍କ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ଡି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 4, କଳିଙ୍ଗ ଯୁଦ୍ଧ କେଉଁ ରାଜାଙ୍କ ସମୟରେ ହୋଇଥିଲା? ଅପସନ୍ ଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅପସନ୍ ବି ବିନ୍ଦୁସାର, ଅପସନ୍ ସି ଅଶୋକ, ଅପସନ୍ ଡି ହର୍ଷବର୍ଦ୍ଧନ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ସି ଅଶୋକ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 5, ଗୁପ୍ତ ସାମ୍ରାଜ୍ୟକୁ କାହିଁକି ସୁବର୍ଣ୍ଣ ଯୁଗ କୁହାଯାଏ? ଅପସନ୍ ଏ ଯୁଦ୍ଧ ପାଇଁ, ଅପସନ୍ ବି କଳା ଓ ବିଜ୍ଞାନ ଉନ୍ନତି ପାଇଁ, ଅପସନ୍ ସି ବ୍ୟାପାର ପାଇଁ, ଅପସନ୍ ଡି ବିଦେଶ ଆକ୍ରମଣ ପାଇଁ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ବି କଳା ଓ ବିଜ୍ଞାନ ଉନ୍ନତି ପାଇଁ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 6, ଦିଲ୍ଲୀ ସୁଲତାନତର ପ୍ରଥମ ସୁଲତାନ କିଏ? ଅପସନ୍ ଏ ଆଲାଉଦ୍ଦିନ ଖଲିଫ, ଅପସନ୍ ବି ବଲବନ, ଅପସନ୍ ସି କୁତୁବୁଦ୍ଦିନ ऐबକ, ଅପସନ୍ ଡି ଫିରୋଜ ଶାହ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ସି କୁତୁବୁଦ୍ଦିନ ऐबକ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 7, ମୋଗଲ ସାମ୍ରାଜ୍ୟର ସ୍ଥାପକ କିଏ? ଅପସନ୍ ଏ ଆକବର, ଅପସନ୍ ବି ବାବର, ଅପସନ୍ ସି ହୁମାୟୁଁ, ଅପସନ୍ ଡି ଶାହଜାହାନ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ବି ବାବର। ଏବେ ପରବର୍ତ୍ତୀ ପ୍ରଶ୍ନ
ଆପଣମାନଙ୍କ ସାମ୍ନାରେ ପ୍ରଶ୍ନ ନମ୍ବର 8 ତାଜମହଲ କେଉଁ ମୁଗଲ ସମ୍ରାଟ ନିର୍ମାଣ କରିଥିଲେ? ଅପସନ୍ ଏ ବାବର, ଅପସନ୍ ବି ଆକବର, ଅପସନ୍ ସି ଶାହଜାହାଁ, ଅପସନ୍ ଡି ଔରଙ୍ଗଜେବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଶାହଜାହାଁ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 9 1857ର ସ୍ୱାଧୀନତା ସଂଗ୍ରାମର ନେତ୍ରୀ କିଏ ଥିଲେ? ଅପସନ୍ ଏ ସରୋଜିନୀ ନାଇଡୁ, ଅପସନ୍ ବି ରାଣୀ ଲକ୍ଷ୍ମୀବାଇ, ଅପସନ୍ ସି ଆନି ବେସାଣ୍ଟ, ଅପସନ୍ ଡି ଇନ୍ଦିରା ଗାନ୍ଧୀ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ରାଣୀ ଲକ୍ଷ୍ମୀବାଇ। ଏହି ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 10 ଭାରତୀୟ ଜାତୀୟ କଂଗ୍ରେସ କେବେ ସ୍ଥାପିତ ହେଇଥିଲା? ଅପସନ୍ ଏ 1885, ଅପସନ୍ ବି 1905, ଅପସନ୍ ସି 1920, ଅପସନ୍ ଡି 1947। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ 1885। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 11 ଭାରତ ଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା? ଅପସନ୍ ଏ 1930, ଅପସନ୍ ବି 1942, ଅପସନ୍ ସି 1945, ଅପସନ୍ ଡି 1947। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି 1942। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 12 ବା ଶେଷ ପ୍ରଶ୍ନ ଭାରତ କେବେ ସ୍ୱାଧୀନ ହେଲା? ଅପସନ୍ ଏ 15 ଅଗଷ୍ଟ 1945, ଅପସନ୍ ବି 26 ଜାନୁଆରୀ 1950, ଅପସନ୍ ସି 15 ଅଗଷ୍ଟ 1947, ଅପସନ୍ ଡି 2 ଅକ୍ଟୋବର 1947। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି 15 ଅଗଷ୍ଟ 1947 ମସିହା। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣ ଭାରତର ଇତିହାସ ବିଷୟରେ କେତେ ଜାଣନ୍ତି? ଏହି 12ଟି ପ୍ରଶ୍ନର ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ। ଆଜିର ପ୍ରଶ୍ନ ନମ୍ବର 1 ସିନ୍ଧୁ ଘାଟି ସଭ୍ୟତାର ପ୍ରଧାନ ସହର କେଉଁଠି? ଅପସନ୍ ଏ ପାଟଳିପୁତ୍ର, ଅପସନ୍ ବି ମହେଞ୍ଜୋଦାରୋ, ଅପସନ୍ ସି ଦିଲ୍ଲୀ, ଅପସନ୍ ଡି କାନ୍ୟାକୁବ୍ରୁ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ମହେଞ୍ଜୋଦାରୋ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 2 ଅଶୋକ କେଉଁ ବଂଶର ରାଜା ଥିଲେ? ଅପସନ୍ ଏ ଗୁପ୍ତ, ଅପସନ୍ ବି ମୌର୍ଯ୍ୟ, ଅପସନ୍ ସି ଚୋଳ, ଅପସନ୍ ଡି ପାଳ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି
ଅପସନ୍ ବି ମୌର୍ଯ୍ୟ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 3। କଳିଙ୍ଗ ଯୁଦ୍ଧ ପରେ ଅଶୋକ କେଉଁ ଧର୍ମ ଗ୍ରହଣ କରିଥିଲେ? ଅପସନ୍ ଏ ହିନ୍ଦୁ, ଅପସନ୍ ବି ଜୈନ, ଅପସନ୍ ସି ବୌଦ୍ଧ, ଅପସନ୍ ଡି ଶିଖ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ବୌଦ୍ଧ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 4। ଗୁପ୍ତ ବଂଶର ସୁବର୍ଣ୍ଣ ଯୁଗ କାହା ସମୟରେ ଥିଲା? ଅପସନ୍ ଏ ଚନ୍ଦ୍ରଗୁପ୍ତ ପ୍ରଥମ, ଅପସନ୍ ବି ସମୁଦ୍ରଗୁପ୍ତ, ଅପସନ୍ ସି ଚନ୍ଦ୍ରଗୁପ୍ତ ଦ୍ୱିତୀୟ, ଅପସନ୍ ଡି ସ୍କନ୍ଦଗୁପ୍ତ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଚନ୍ଦ୍ରଗୁପ୍ତ ଦ୍ୱିତୀୟ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 5। କୁତୁବ ମିନାର କିଏ ନିର୍ମାଣ କରିଥିଲେ? ଅପସନ୍ ଏ ଆଲାଉଦ୍ଦିନ ଖଲଜି, ଅପସନ୍ ବି କୁତୁବୁଦ୍ଦିନ ଆଇବକ୍, ଅପସନ୍ ସି ଅକବର, ଅପସନ୍ ଡି ବଲବନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି କୁତୁବୁଦ୍ଦିନ ଆଇବକ୍। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 6। ମୋଗଲ ସାମ୍ରାଜ୍ୟର ସ୍ଥାପକ କିଏ? ଅପସନ୍ ଏ ଅକବର, ଅପସନ୍ ବି ବାବର, ଅପସନ୍ ସି ଶାହାଜାହାନ, ଅପସନ୍ ଡି ଔରଙ୍ଗଜେବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ବାବର। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 7। ତାଜମହଲ କିଏ ନିର୍ମାଣ କରିଥିଲେ? ଅପସନ୍ ଏ ଅକବର, ଅପସନ୍ ବି ବାବର, ଅପସନ୍ ସି ଶାହାଜାହାନ, ଅପସନ୍ ଡି ଔରଙ୍ଗଜେବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଶାହାଜାହାନ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 8। ଶିବାଜୀ କେଉଁ ସାମ୍ରାଜ୍ୟର ସ୍ଥାପକ? ଅପସନ୍ ଏ ମରାଠା, ଅପସନ୍ ବି ମୋଗଲ, ଅପସନ୍ ସି ଚୋଳ, ଅପସନ୍ ଡି ପାଳ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ମରାଠା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 9। 1857ର ବିଦ୍ରୋହ କାହା ବିରୋଧରେ ହୋଇଥିଲା? ଅପସନ୍ ଏ ମୁଗଲ, ଅପସନ୍ ବି ମରାଠା, ଅପସନ୍ ସି ଇଂରେଜ, ଅପସନ୍ ଡି ଫ୍ରେଞ୍ଚ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଇଂରେଜ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 10। ଭାରତର ଜାତୀୟ ସଙ୍ଗୀତ କିଏ ଲେଖିଥିଲେ? ଅପସନ୍ ଏ ବଙ୍କିମଚନ୍ଦ୍ର, ଅପସନ୍ ବି
ରବୀନ୍ଦ୍ରନାଥ ଠାକୁର, ଅପସନ୍ ସି ସୁଭାଷ ବୋଷ, ଅପସନ୍ ଡି ଗାନ୍ଧୀ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ଏ ବଙ୍କିମଚନ୍ଦ୍ର। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 11। ଭାରତର ସ୍ୱାଧୀନତା କେବେ ମିଳିଲା? ଅପସନ୍ ଏ 1942, ଅପସନ୍ ବି 1945, ଅପସନ୍ ସି 1947, ଅପସନ୍ ଡି 1950। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ସି 1947। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 12 ବା ଶେଷ ପ୍ରଶ୍ନ। ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ଅପସନ୍ ଏ ଜବାହରଲାଲ ନେହେରୁ, ଅପସନ୍ ବି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅପସନ୍ ସି ସର୍ଦ୍ଦାର ପଟେଲ, ଅପସନ୍ ଡି ସୁଭାଷ ବୋଷ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ବି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଜୟ ଜଗନ୍ନାଥ ସାଙ୍ଗମାନେ, ଓଡ଼ିଶାର 1000 ବର୍ଷର ପୁରୁଣା ହିଷ୍ଟ୍ରି ବିଷୟରେ ଜାଣି ରଖନ୍ତୁ। ଓଡ଼ିଶାର ଇତିହାସ ଉପରେ ଏହି ପ୍ରଶ୍ନ 90% ଲୋକ ଭୁଲ କରନ୍ତି। ଆପଣ କହିପାରିବେ କି ସବୁ ଠିକ୍ ଉତ୍ତର? ଆଜିର ପ୍ରଶ୍ନ ନମ୍ବର 1। କଳିଙ୍ଗ ଯୁଦ୍ଧ କେଉଁ ସମ୍ରାଟଙ୍କ ସହ ଘଟିଥିଲା? ଅପସନ୍ ଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅପସନ୍ ବି ବିନ୍ଦୁସାର, ଅପସନ୍ ସି ଅଶୋକ, ଅପସନ୍ ଡି ହର୍ଷବର୍ଦ୍ଧନ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ସି ଅଶୋକ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 2। କଳିଙ୍ଗ ଯୁଦ୍ଧ କେଉଁ ସମୟରେ ହୋଇଥିଲା? ଅପସନ୍ ଏ 261 BC, ଅପସନ୍ ବି 321 BC, ଅପସନ୍ ସି 185 BC, ଅପସନ୍ ଡି 780 AD। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ଏ 261 BC। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 3। କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ରାଜା ନିର୍ମାଣ କରାଇଥିଲେ? ଅପସନ୍ ଏ ଅନନ୍ତ ବର୍ମନ, ଅପସନ୍ ବି ନରସିଂହ ଦେବ ଆଇ, ଅପସନ୍ ସି କପିଳେନ୍ଦ୍ର ଦେବ, ଅପସନ୍ ଡି ମୁକୁନ୍ଦ ଦେବ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ଡି ନରସିଂହ ଦେବ ଆଇ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 4। ଓଡ଼ିଶାର ପୁରୁଣା ନାମ କେଉଁଟି? ଅପସନ୍ ଏ ଉତ୍କଳ, ଅପସନ୍ ବି ମଗଧ, ଅପସନ୍ ସି ଅବନ୍ତୀ, ଅପସନ୍ ଡି କୋଶଳ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ଏ ଉତ୍କଳ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 5। ଗଙ୍ଗା ବଂଶର
ପ୍ରସିଦ୍ଧ ରାଜା କିଏ? ଅପସନ୍ ଏ ଅଶୋକ, ଅପସନ୍ ବି ହର୍ଷ, ଅପସନ୍ ସି ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ, ଅପସନ୍ ଡି ଆକବର। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 6, ପୁରୀ ଜଗନ୍ନାଥ ମନ୍ଦିର କେଉଁ ରାଜା ନିର୍ମାଣ କରାଇଥିଲେ? ଅପସନ୍ ଏ କପିଳେନ୍ଦ୍ର ଦେବ, ଅପସନ୍ ବି ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ, ଅପସନ୍ ସି ମୁକୁନ୍ଦ ଦେବ, ଅପସନ୍ ଡି ନରସିଂହ ଦେବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 7, ଓଡ଼ିଶା କେବେ ଅଲଗା ରାଜ୍ୟ ହେଲା? ଅପସନ୍ ଏ 1947, ଅପସନ୍ ବି 1950, ଅପସନ୍ ସି 1936, ଅପସନ୍ ଡି 1912। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ 1947। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 8, ପାଇକ ବିଦ୍ରୋହୀ କେଉଁ ସମୟରେ ହୋଇଥିଲା? ଅପସନ୍ ଏ 1757, ଅପସନ୍ ବି 1804, ଅପସନ୍ ସି 1817, ଅପସନ୍ ଡି 1857। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି 1817। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 9, ପାଇକ ବିଦ୍ରୋହୀର ନେତା କିଏ ଥିଲେ? ଅପସନ୍ ଏ ବୀର ସୁରେନ୍ଦ୍ର ସାଏ, ଅପସନ୍ ବି ବକ୍ସି ଜଗବନ୍ଧୁ, ଅପସନ୍ ସି ମାଧବ ସିଂ, ଅପସନ୍ ଡି ଲକ୍ଷ୍ମଣ ନାୟକ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ବକ୍ସି ଜଗବନ୍ଧୁ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 10, ଓଡ଼ିଶାର ରାଜଧାନୀ କେବେ କଟକରୁ ଭୁବନେଶ୍ୱର ହେଲା? ଅପସନ୍ ଏ 1936, ଅପସନ୍ ବି 1948, ଅପସନ୍ ସି 1956, ଅପସନ୍ ଡି 1960। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି 1948। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 11, ଖଣ୍ଡଗିରି ଉଦୟଗିରି ଗୁହା କେଉଁ ରାଜା ସହ ସମ୍ପର୍କିତ? ଅପସନ୍ ଏ ଅଶୋକ, ଅପସନ୍ ବି ଖାରବେଳ, ଅପସନ୍ ସି କପିଳେନ୍ଦ୍ର ଦେବ, ଅପସନ୍ ଡି ଅନନ୍ତ ବର୍ମନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଖାରବେଳ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 12 ବା ଶେଷ ପ୍ରଶ୍ନ, ଓଡ଼ିଶାର ଇତିହାସରେ କଳିଙ୍ଗ ନାମ କାହିଁକି ପ୍ରସିଦ୍ଧ? ଅପସନ୍ ଏ ବାଣିଜ୍ୟ ପାଇଁ, ଅପସନ୍ ବି ଯୁଦ୍ଧ ପାଇଁ, ଅପସନ୍ ସି ଶିଳ୍ପ ପାଇଁ, ଅପସନ୍ ଡି କଳିଙ୍ଗ ଯୁଦ୍ଧ ପାଇଁ। ଏହି ପ୍ରଶ୍ନର
ସଠିକ୍ ଉତ୍ତର ହେଉଛି ଅପସନ୍ ଡି କଳିଙ୍ଗ ଯୁଦ୍ଧ ପାଇଁ। ଜୟ ଜଗନ୍ନାଥ ସାଙ୍ଗମାନେ, ଓଡ଼ିଶା ଇତିହାସ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଏହି ଜିକେ ପ୍ରଶ୍ନ ମିସ୍ କରନ୍ତୁ ନାହିଁ। ଓଡ଼ିଶା ଇତିହାସର ଏମିତି ପ୍ରଶ୍ନ ଯାହା 90% ଲୋକ ଭୁଲ ଉତ୍ତର ଦିଅନ୍ତି। ଆପଣ ଠିକ୍ କହିପାରିବେ କି? ଆଜିର ପ୍ରଶ୍ନ ନମ୍ବର 1, ମହାନଦୀ ଉପତ୍ୟକା ସଭ୍ୟତା କେଉଁ ଯୁଗ ସହ ସମ୍ପର୍କିତ? ଅପସନ୍ ଏ ପାଲିଓଲିଥିକ୍, ଅପସନ୍ ବି ନିଓଲିଥିକ୍, ଅପସନ୍ ସି ସିକୋଲିଥିକ୍, ଅପସନ୍ ଡି ଐତିହାସିକ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ନିଓଲିଥିକ୍। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 2, ରତ୍ନଗିରି, ଲଳିତଗିରି ଓ ଉଦୟଗିରି କେଉଁ ଧର୍ମ ସହ ସମ୍ପର୍କିତ? ଅପସନ୍ ଏ ହିନ୍ଦୁ, ଅପସନ୍ ବି ଜୈନ, ଅପସନ୍ ସି ବୌଦ୍ଧ, ଅପସନ୍ ଡି ଶିଖ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ବୌଦ୍ଧ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 3, ଖାରବେଳ କେଉଁ ବଂଶର ରାଜା ଥିଲେ? ଅପସନ୍ ଏ ମୌର୍ଯ୍ୟ, ଅପସନ୍ ବି ଗଙ୍ଗା, ଅପସନ୍ ସି କେବି, ଅପସନ୍ ଡି ସୂର୍ଯ୍ୟ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି କେବି। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 4, ହାତୀଗୁମ୍ଫା ଶିଳାଲେଖ କେଉଁ ଭାଷାରେ ଲିଖିତ? ଅପସନ୍ ଏ ସଂସ୍କୃତ, ଅପସନ୍ ବି ପ୍ରାକୃତ, ଅପସନ୍ ସି ପାଳି, ଅପସନ୍ ଡି ତାମିଲ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ପ୍ରାକୃତ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 5, ଓଡ଼ିଶାରେ ଗଙ୍ଗା ବଂଶର ଶାସନ କାଳ କେଉଁ ଯୁଗରେ ଥିଲା? ଅପସନ୍ ଏ ପୁରାତନ, ଅପସନ୍ ବି ମଧ୍ୟଯୁଗ, ଅପସନ୍ ସି ଆଧୁନିକ, ଅପସନ୍ ଡି ବୈଦିକ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ମଧ୍ୟଯୁଗ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 6, କେଉଁ ମନ୍ଦିରକୁ ହ୍ୱାଇଟ୍ ପଗୋଡ଼ା ବୋଲି କୁହାଯାଏ? ଅପସନ୍ ଏ ଲିଙ୍ଗରାଜ ମନ୍ଦିର, ଅପସନ୍ ବି ଜଗନ୍ନାଥ ମନ୍ଦିର, ଅପସନ୍ ସି କୋଣାର୍କ ସୂର୍ଯ୍ୟ ମନ୍ଦିର, ଅପସନ୍ ଡି ରାଜାରାଣୀ ମନ୍ଦିର। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି କୋଣାର୍କ ସୂର୍ଯ୍ୟ ମନ୍ଦିର। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 7, ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର କେଉଁଠି? ଅପସନ୍ ଏ ଉତ୍କଳ ଦୀପିକା, ଅପସନ୍ ବି ସମ୍ବାଦ, ଅପସନ୍ ସି ପ୍ରଜାତନ୍ତ୍ର, ଅପସନ୍ ଡି ଧରିତ୍ରୀ।
ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଉତ୍କଳ ଦୀପିକା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 8, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା କିଏ? ଅପସନ୍ ଏ ଗୋପବନ୍ଧୁ ଦାସ, ଅପସନ୍ ବି ମଧୁସୂଦନ ଦାସ, ଅପସନ୍ ସି ହରେକୃଷ୍ଣ ମହାତାବ, ଅପସନ୍ ଡି ଫକୀରମୋହନ ସେନାପତି। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ମଧୁସୂଦନ ଦାସ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 9, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ଅପସନ୍ ଏ ହରେକୃଷ୍ଣ ମହାତାବ, ଅପସନ୍ ବି ବିଜୁ ପଟ୍ଟନାୟକ, ଅପସନ୍ ସି ନନ୍ଦିନୀ ଶତପଥୀ, ଅପସନ୍ ଡି ଜାନକୀ ବଲ୍ଲଭ ପଟ୍ଟନାୟକ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ହରେକୃଷ୍ଣ ମହାତାବ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 10, ଓଡ଼ିଆ ଭାଷା କେବେ ଭାରତର ପ୍ରଥମ କ୍ଲାସିକାଲ ଭାଷା ମାନ୍ୟତା ପାଇଲା? ଅପସନ୍ ଏ 2010, ଅପସନ୍ ବି 2012, ଅପସନ୍ ସି 2013, ଅପସନ୍ ଡି 2016। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି 2014। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 11, ବିଜୁ ପଟ୍ଟନାୟକ କେଉଁ କ୍ଷେତ୍ରରେ ଅଧିକ ପ୍ରସିଦ୍ଧ? ଅପସନ୍ ଏ ସାହିତ୍ୟ, ଅପସନ୍ ବି ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତି, ଅପସନ୍ ସି ଚିକିତ୍ସା, ଅପସନ୍ ଡି ବିଜ୍ଞାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ସ୍ୱାଧୀନତା ସଂଗ୍ରାମ ଓ ରାଜନୀତି। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 12 ବା ଶେଷ ପ୍ରଶ୍ନ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ମନ୍ଦିର ସହର କାହିଁକି କୁହାଯାଏ? ଅପସନ୍ ଏ ନଦୀ ଥିବା ପାଇଁ, ଅପସନ୍ ବି ବଜାର ପାଇଁ, ଅପସନ୍ ସି ଅଧିକ ପ୍ରାଚୀନ ମନ୍ଦିର ଥିବା ପାଇଁ, ଅପସନ୍ ଡି ପାହାଡ଼ ପାଇଁ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଅଧିକ ପ୍ରାଚୀନ ମନ୍ଦିର ଥିବା ପାଇଁ।